ପାପହାରିଣୀ ଦେବୀ ପ୍ରଣମାମି ହର ପ୍ରିୟେ ପୌନାସି ସ୍ଥାନମସ୍ମାକଂ ଅଧିଷ୍ଠାନେନ ହି ତବ ଅଶୁଭଂ ନିଧନଂ ଜାତୋ ପ୍रणश्यन्तु ବିପତ୍ରୟ ଏତଦ୍ଦି ପ୍ରାର୍ଥିतं ଦେବୀ ତ୍ୱମେକଂ ଶରଣଂ ହି ନଃ ଭକ୍ତିଂ ଦେହି ଗୁଣଂ ଦେହି ଦେହି नो ଗମିରେ ଦୃଶ୍ୟଂ ଯେନ ହି ସ୍ୟାତ ମନୁଷ୍ୟାଣାଂ ସଦା ଦେଶ ହିତେରଚ ସମ୍ପଦ୍ୟ ଲୋକ ସତ୍ୟଞ୍ଚ ପ୍ରାପସ୍ୟନ୍ତି ତୋ ପଦାମ୍ବୁଜଂ ଏତଦ୍ଦି ପ୍ରାର୍ଥିतं ଦେବୀ ତ୍ୱମେକଂ ଶରଣହୀନଂ ମା ଦୁର୍ଗା ଦେବୀ ନମଃ। ଜୟ ଜଗନ୍ନାଥ। ମା ମାନଙ୍କର ପାଇଁ ସୁନ୍ଦର ବିଷୟ ଅଛି। ପବିତ୍ରତା ସହ ସତୀତ୍ୱ ଧାରଣ କରି ସ୍ୱାମୀମୟ ଧାରଣ କରିବା ସଧବା ନାରୀର ଧର୍ମ। ସିନ୍ଦୁର ତାର ମାହାତ୍ମ୍ୟ ପ୍ରମାଣ କରେ। ସିନ୍ଦୁରକୁ ନିୟମର ସହ ଧାରଣ କରିବା ମଙ୍ଗଳକାରକ। ମାତ୍ର ନିୟମରେ ବିଘ୍ନ ଘଟିଲେ ଅନିଷ୍ଟକାରକ ଅଟେ। ସିନ୍ଦୁର ନିୟମ ବିଷୟରେ ଜାଣିବା, ତା ପୂର୍ବରୁ ସିନ୍ଦୁରର ମାହାତ୍ମ୍ୟ ଜାଣିବା। ସିନ୍ଦୁର ମସ୍ତକରେ ଥିଲେ ମହାବୀର ବଜରଙ୍ଗବାଲୀଙ୍କର ଆଶୀର୍ବାଦ ଥାଏ। ବିଘ୍ନ ନାଶକ ଭାବେ ବଜରଙ୍ଗବାଲୀ ରକ୍ଷା କରନ୍ତି। ଜୟ ମହାବୀର ହନୁମାନ। ସିନ୍ଦୁର ମସ୍ତକରେ ଥିଲେ ଶନିଙ୍କ କୃପା ବର୍ଷା ହୁଏ, ଧନ ପ୍ରାପ୍ତି ଯୋଗ ଘଟେ। ସିନ୍ଦୁର ମସ୍ତକରେ ଥିଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ଶୁଭ ଦୃଷ୍ଟି ପଡ଼େ। ସିନ୍ଦୁର ମସ୍ତକରେ ଥିଲେ ଶକ୍ତି ମିଳେ, ମସ୍ତକ ଶାନ୍ତ ରହେ, ଦେବୀ କୃପା ମିଳେ। ସିନ୍ଦୁର ମସ୍ତକରେ ଥିଲେ ନବଗ୍ରହ ଶାନ୍ତି ହୁଅନ୍ତି ଏବଂ ଯମ ଭୟ ଦୂର ହୁଏ। ସିନ୍ଦୁର ଉଭୟ ପୁରୁଷ ଓ ନାରୀଙ୍କର ମସ୍ତକରେ ରହିବା ଦରକାର। ସଧବା ନାରୀ ମାନେ ଶୁଣନ୍ତୁ, ସଧବା ନାରୀ ପାଇଁ ସିନ୍ଦୁର ନିତ୍ୟାନ୍ତ ଅପରିହାର୍ଯ୍ୟ। ସତୀତ୍ୱ, ପବିତ୍ରତା, ଗ୍ରହ ଶାନ୍ତି, ଦେବାଦେବୀ ଶାନ୍ତି ଓ ସ୍ୱାମୀ ଭକ୍ତିର ନମୁନା ନାରୀର ସିନ୍ଦୁର। ସ୍ୱାମୀର ପ୍ରମାଣ। ସ୍ୱାମୀ ବିନା ସିନ୍ଦୁର ନାରୀ ପାଇଁ କଳଙ୍କ ସଦୃଶ୍ୟ। ସଧବା ମା ମାନେ ସିନ୍ଦୁର ନିୟମ ଜାଣନ୍ତୁ। ବେନିୟମ କଲେ ଅନିଷ୍ଟକାରକ। ସିନ୍ଦୁର କିଣିବାର ଉତ୍ତମ ବାର ଶୁକ୍ରବାର। ଶୁକ୍ରବାରରେ କିଣନ୍ତୁ, ଅନ୍ୟ ବାରରେ କିଣିଲେ ମଧ୍ୟମ ଫଳ। ଉତ୍ତମ ଫଳ ପ୍ରଦାନ କରେ ଶୁକ୍ରବାର। ସମସ୍ତ ପାଉଣା ଦେଇ ସିନ୍ଦୁର ଆଣିବେ, ଟଙ୍କାଟିଏ ବାକି ରଖିବେନି। ସିନ୍ଦୁରରେ ଭାଗ ବସାଇବେ ନାହିଁ। ସିନ୍ଦୁରକୁ ସୁରକ୍ଷିତ ଜାଗାରେ ହିଁ ରଖିବେ। ସିନ୍ଦୁର ଭୂମିରେ ପଡ଼ିଲେ ଅନିଷ୍ଟକାରକ। ଶୁଭ ଓ ପବିତ୍ର ସମୟରେ ସିନ୍ଦୁର ପିନ୍ଧିବେ। ଅଶୁଭ ଦିନମାନଙ୍କରେ ସିନ୍ଦୁର ପିନ୍ଧିବା ମନା। ଶାସ୍ତ୍ର ଅନୁସାରେ ବାରଣ ଅଛି। ସିନ୍ଦୁର ଆଣି 2ଟି ପରୁଆରେ ରଖିବେ, 2ଟି ତୁଳସୀ କାଠି ପକାଇବେ। ପ୍ରଥମ ପରୁଆଟି ମା ବୃନ୍ଦାବତୀ ଦେବୀଙ୍କ ପାଇଁ ଏବଂ ଦ୍ୱିତୀୟ ପରୁଆଟି ଆପଣଙ୍କର ପିନ୍ଧିବା ପାଇଁ। ତୁଳସୀ କାଠି ସାହାଯ୍ୟରେ ଆପଣମାନେ ସିନ୍ଦୁର ପିନ୍ଧିବେ। ସତୀ ନାରୀଙ୍କର ମଥାରେ ସର୍ବଦା ଓଢ଼ଣା ରହିବା ଦରକାର। ଓଢ଼ଣା ନଥିଲେ ସିନ୍ଦୁର ପରୁଆ ପାଖକୁ ଯିବେନି। ଓଢ଼ଣା ପକାଇ ସିନ୍ଦୁର ନାଇବେ। ଉତ୍ତର ଦିଗକୁ ମୁହଁ କରି ସିନ୍ଦୁର ନାଇଲେ ସୌଭାଗ୍ୟ ଓ ଧନ ପ୍ରାପ୍ତି। ପୂର୍ବ ଦିଗକୁ ମୁହଁ କରି ସିନ୍ଦୁର ନାଇଲେ ପୁଣ୍ୟ ଓ ସୌଭାଗ୍ୟବତୀ। ସୌଭାଗ୍ୟ ପ୍ରାପ୍ତ ହେବ। ଶୌଚ ହୋଇ ସ୍ନାନ କରି ପ୍ରଥମ ସିନ୍ଦୁର ପରୁଆ ନେବେ। ତୁଳସୀ ଗଛ ମୂଳରେ ଥିବା ମାଟିରେ 3 ଥର ସିନ୍ଦୁର
ଅଳ୍ପ ମାତ୍ରାରେ ପକେଇବେ। ଓମ୍ ନମାମି ବୃନ୍ଦାବତୀ ଦେବୀ, ଓଂ ନମାମି ଧରିତ୍ରୀ ଦେବୀ ଏବଂ ଓଂ ନମାମି ସର୍ବଦେବା ଦେବୀ ନବଗ୍ରହ ନମଃ କହିବେ। ତାପରେ ଦ୍ୱିତୀୟ ସିନ୍ଦୁର ଫରୁଆ ଆଣି ତୁଳସୀ କାଠି ଦ୍ୱାରା ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ସିନ୍ଦୁର ନାଇବେ। ତୁଳସୀ କାଠି ଦ୍ୱାରା ତୁଳସୀ ମୂଳ ମାଟିରେ ସିନ୍ଦୁର ଦେବେ। ଅଳ୍ପ ଅଳ୍ପ ମାତ୍ରାରେ କାଠିରେ ଯେତିକି ପଡ଼ିବ ଏବଂ ତୁଳସୀ କାଠି ଦ୍ୱାରା ସିନ୍ଦୁର ନାଇବେ। ଭୂଇଁରେ ସିନ୍ଦୁର ପଡ଼ିଲେ ଜଳରେ ନେଇ ବସାଇବେ। ମାଡ଼ିଲେ ଅନିଷ୍ଟକାରକ। ଶଙ୍ଖାରେ ସିନ୍ଦୁର ଦେବେ। ପବିତ୍ରତା ଧାରଣ କରିବେ। ପବିତ୍ରତା ବରଣେ ନମ। ସିନ୍ଦୁର କହିବେ ମସ୍ତକରେ ସିନ୍ଦୁର ଦେବେ। ସତୀତ୍ୱ ଧାରଣ ଚିର ସତୀତ୍ୱ ନମ। ସିନ୍ଦୁର କହିବେ ସିନ୍ତିରେ ସିନ୍ଦୁର ଦେବେ। ନମାମି ସ୍ୱାମୀ ଦେବ ଭବ କହିବେ। କଣ୍ଠରେ ସିନ୍ଦୁର ଦେବେ। ବରଦେ ବରଦ ନମ କହିବେ। ଶଙ୍ଖ କଣ୍ଠ ମସ୍ତକ ଓ ସିନ୍ଥିରେ ସିନ୍ଦୁର ଦେଲେ ସର୍ବ ଦେବା ଦେବୀ ଶାନ୍ତି ହୁଅନ୍ତି, ସୌଭାଗ୍ୟ ମିଳେ। ଶଙ୍ଖାରେ ପବିତ୍ରତା, କଣ୍ଠରେ ସରସ୍ୱତୀ, ମସ୍ତକରେ ସର୍ବଦେବା ଦେବୀ ଉଗ୍ର ଶାନ୍ତି ହୁଅନ୍ତି। ସିନ୍ଥିରେ ସିନ୍ଦୁର ସ୍ୱାମୀଙ୍କ ପାଇଁ ହେଲେ ବି ସର୍ବଦେବା ଦେବୀଙ୍କ ପାଇଁ ଥାଏ। କଣ୍ଠ ଓ ସିନ୍ଥି ଓ ମସ୍ତକ ସିନ୍ଦୁରରେ ସର୍ବଦେବା ଦେବୀ ଶାନ୍ତି ହୁଅନ୍ତି, ସର୍ବ ପାପ ଦୂର ହୁଏ। ସିନ୍ଦୁର ନାଇବା ପୂର୍ବରୁ ଫରୁଆକୁ ନମ କରି କ'ଣ କହିବେ? ଓଂ ଅର୍ଦ୍ଧକାୟଂ ମହାଘୋରଂ ଚନ୍ଦ୍ରାଦିତ୍ୟ ବିମର୍ଦନଂ ସିଂହିକାୟଂ ସୁସ୍ତଂ ମୋଦଂ ତରାହୁ ପ୍ରଣାମ୍ୟଂ ଓଂ ପଲାଳଦମ୍ର ଶଙ୍କାଶ ତାରାଗ୍ରହ ବିମର୍ଦନ ରୌଦ୍ର ରୌଦ୍ରାତ୍ମଂ ଘୋରଂ ତଂ କେତୁ ପ୍ରଣମାମ୍ୟ। ଏହା କହିଲେ ଭଲ କୂପ ଓ ପାପ ଦୃଷ୍ଟି ଦୂର ହୁଏ। ରବିବାରରେ ସିନ୍ଦୁର ନାଇବା ପୂର୍ବରୁ ଏହି ମନ୍ତ୍ର କହିବେ। ଜବା କୁସୁମ ଶଙ୍କା ଶଙ୍କାସ୍ୟ ପେୟଂ ମହାଦ୍ୟୁତି ଧ୍ୱଂ ତାରିଂ ସର୍ବପାପଘ୍ନଂ ପ୍ରଣତସ୍ମିଂ ଦିବାକରଂ। ଏହା କହିଲେ ଶୁଭ ଫଳ ପ୍ରାପ୍ତ ହେବ। ସୋମବାରରେ ସିନ୍ଦୁର ନାଇବା ପୂର୍ବରୁ ଦିବ୍ୟ ଶଙ୍ଖ ତୁଷାରଙ୍ଗିରୁଦାବର୍ଣ୍ଣ ସମ୍ଭବଂ ନମାମି ଶଶିନଂ ଭକ୍ତ୍ୟା ସମ୍ଭବଂ କୋଟଭୂଷଣଂ। ଏହା କହିଲେ ଶୁଭ ଫଳ ମିଳେ। ମଙ୍ଗଳବାର ସିନ୍ଦୁର ନାଇବା ପୂର୍ବରୁ ଧରଣୀ ଗର୍ଭ ସମ୍ଭୂତ ବିଦ୍ୟୁତ୍ ପୁଞ୍ଜ ସମପ୍ରଭଂ କୁମାରଂ ଶକ୍ତି ହସ୍ତଂ ଚ ଲୋହିତଂ ନମାମ୍ୟହଂ। ଏହା କହିଲେ ଶୁଭ ଫଳ ପାଇବେ। ବୁଧବାର ସିନ୍ଦୁର ନାଇବା ପୂର୍ବରୁ ପ୍ରିୟଙ୍ଗୋ କଳିକାଶ୍ୟମଂ ରୂପେଣ ପ୍ରତିମଂ ବୋଧଂ ସୌମ୍ୟଂ ସର୍ବଗୁଣୋପେତଂ ନମାମି ଶଶିନଂ ସୁତାଂ। ଏହା କହିଲେ ଶୁଭ ଫଳ ପ୍ରାପ୍ତି। ଗୁରୁବାରରେ ସିନ୍ଦୁର ନାଇବା ପୂର୍ବରୁ ଦେବନାଥାଂସିଣଂ ଚ ଗୁରୁ କନକ ଶନିଭଂ ବନ୍ଦେ ଭକ୍ତ୍ୟା ତ୍ରିଲୋକେଶଂ ଦେବଦେବଂ ବୃହସ୍ପତି କହିଲେ ଶୁଭ ଫଳ ଧନ ପ୍ରାପ୍ତି। ଶୁକ୍ରବାରରେ ସିନ୍ଦୁର ନାଇବା ପୂର୍ବରୁ ହିମ କୁନ୍ଦେନ୍ଦୁ ଶଙ୍କାଶଂ ଦୈତାନଂ ପରମଂ ଗୁରୁ ସର୍ବଶସ୍ତ୍ରଂ ପ୍ରବକ୍ତାରଂ ଭାର୍ଗବଂ ପ୍ରଣମାମ୍ୟହଂ କହିଲେ ଶୁଭ ଫଳ ପ୍ରାପ୍ତ ଯୋଗ। ଶନିବାର ସିନ୍ଦୁର ନାଇବା ପୂର୍ବରୁ କହିବେ ନୀଳାଞ୍ଜନ ଚୟ ପ୍ରେକ୍ଷଂ ରବିଷ୍ଣୁଂ ମହାଗ୍ରହଂ ଛାୟାୟ ଗର୍ଭ ସମ୍ଭୂତଂ ବନ୍ଦେ ଭକ୍ତ୍ୟା ଶନିଶ୍ଚରଂ କହିଲେ ଶୁଭ ଫଳ ପ୍ରାପ୍ତି ଧନ ପ୍ରାପ୍ତି। ଏହା କହିପାରିଲେ ଉତ୍ତମ, ନହି କହିପାରିଲେ ନମ କହି ସର୍ବଗ୍ରହର ଗ୍ରହବାର ଅନୁସାରେ କହିପାରିବେ, କିଛି କଥା ନାହିଁ। ସିନ୍ଦୁର ନାଇବା ବେଳେ ଶୁକ୍ରାଧିପତି ଅଙ୍ଗୁଳି ସହିତ ଭଲ କରି ବୁଝନ୍ତୁ। ଶୁକ୍ରାଧିପତି ଅଙ୍ଗୁଳି ସହିତ ବୃଦ୍ଧ ଅଧିପତି ଅଙ୍ଗୁଳିକୁ ମିଶାଇ
ମଙ୍ଗଳ ଅଧିପତି ପାପୁଲି ସାମ୍ନାରେ ଉପରକୁ ରଖି ତୁଳସୀ କାଠି ଦ୍ୱାରା ସିନ୍ଦୁର ନାଇବେ। ମଙ୍ଗଳ ପାପୁଲି ସାମ୍ନାରେ ଇଏ ଯୋଡ଼ ଉପରକୁ ଥିବ, ମାନେ ସାମ୍ନା କରିକି ଥିବ। ଏଥିରେ ଉତ୍ତମ ଓ ଶୁଭ ଫଳ ମିଳେ। ଶୌଚ ଶରୀର, ଶୌଚ ବସନ ଏବଂ ଶୌଚ ଆସନ ଉପରେ ସିନ୍ଦୁର ନାଇବେ। ଆସନରେ ବସି ସିନ୍ଦୁର ନାଇବେ। ତୁଳସୀ ଗଛ ଉପରେ ସିନ୍ଦୁର ପକାଇବେ ନାହିଁ, ମାଟିରେ ପକାଇବେ। ଏହା ଦ୍ୱାରା ଭୂଦେବୀରିଷ୍ଟ ଖଣ୍ଡନ କରନ୍ତି। ଶାସ୍ତ୍ର ଅନୁସାରେ ଶୁଭ ଦିନରେ ଶୁଭ ବେଶରେ ଯେଉଁ ନାରୀ ସିନ୍ଦୁର ନ ପିନ୍ଧି ଟିକିଲି ପିନ୍ଧେ ତାକୁ ସତୀ ନାରୀରେ ଗଣାଯାଏ ନାହିଁ। ମୋର କହିବାରେ ତ୍ରୁଟି ଥିଲେ ଅଧମ ରବୀନ୍ଦ୍ର କୁଲାରୀଙ୍କୁ ନିଜ ଗୁଣେ କ୍ଷମା ଦେବେ। ଜୟ ଜଗନ୍ନାଥ।